ମୁଁ ଧନ୍ୟବାଦ ଦେବାକୁ ଚାହିଁବି ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କି ଯେଉଁ ସାଂସଦରେ ଯେଉଁଭଳି ଭାବରେ 28ତମ କେନ୍ଦ୍ର ବଜେଟ୍ 2026-27 ପାଇଁ ଉପସ୍ଥାପନ କରିଛନ୍ତି। ଏହା ହେଉଛି 74ତମ ଯେଉଁଟାକି ବାର୍ଷିକ ବଜେଟ୍ ଏବଂ ତାଙ୍କର କ୍ରମାଗତ ସେ 9 ଥର এই ବଜେଟ୍କୁ ସେ ନିଜେ ଉପସ୍ଥାପନ କରିଛନ୍ତି। ଏଥିରେ ବିଶେଷ କରିକି এই ବଜେଟ୍ରେ ମୁଖ୍ୟତଃ 6ଟି ପ୍ରମୁଖ କ୍ଷେତ୍ର ଉପରେ ବର୍ତ୍ତମାନ ଗୁରୁତ୍ୱ ଦିଆଯାଇଛି। ସେଥିରେ ଯେଉଁଟା ରହୁଛି ଗୁରୁତ୍ୱ ଆରୋପ ଦିଆଯାଇଛି ଋଣନୈତିକ ଏବଂ ଅତ୍ୟାଧୁନିକ କ୍ଷେତ୍ରରେ ଉତ୍ପାଦନର ବୃଦ୍ଧି ଏବଂ ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ପୁନରୁଦ୍ଧାର ଏବଂ ଯେଉଁଟାକି ଚାମ୍ପିୟନ ଏମ୍ଏସ୍ଏମ୍ଇ ଗୁଡ଼ିକ ବିକାଶ ଭିତ୍ତିଭୂମି କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେ ପ୍ରୋତ୍ସାହନ ଦେଇଛନ୍ତି ଏବଂ ଏମ୍ଏସ୍ଏମ୍ଇକୁ ବିଶେଷ ଭାବରେ ଗୁରୁତ୍ୱ ଦେଇଛନ୍ତି। କାହିଁକିନା ଏମ୍ଏସ୍ଏମ୍ଇ ହେଉଛି ଭାରତର ଅର୍ଥନୀତିର ମେରୁଦଣ୍ଡ। ଏମ୍ଏସ୍ଏମ୍ଇର ବିକାଶ ହେଲେ ଗ୍ରାମୀଣ ଅର୍ଥନୀତିର ବିକାଶ ହେଲେ ନିଶ୍ଚିତ ଭାବରେ ଯେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହେବ। ସେଥିପାଇଁ ଆଜି ଯେଉଁଭଳି ଭାବରେ ସବୁ ବର୍ଗକୁ ଏଥିରେ ଗୁରୁତ୍ୱ ଦିଆଯାଇଛି, ବିଶେଷ କରି ଆମ ଭାରତର ଯୁବବର୍ଗକୁ ଏଥିରେ ଆହୁରି ସମ୍ପୂର୍ଣ୍ଣ ଭାବରେ ଗୁରୁତ୍ୱ ଦିଆଯାଇଛି ଯେ ଯୁବକମାନଙ୍କର କେମିତି ବିକାଶ ହେବ, ଯୁବକମାନେ ସ୍ୱାବଲମ୍ବୀ ହେବେ, ଯୁବକମାନେ ରୋଜଗାରକ୍ଷମ ହେବେ। ସେଥିପାଇଁ ଓଡ଼ିଶାକୁ ମଧ୍ୟ ଏଥର ସ୍ୱତନ୍ତ୍ର ଭାବରେ ଗୁରୁତ୍ୱ ଦିଆଯାଇଛି। ଆପଣଙ୍କର ପର୍ଯ୍ୟଟନ ସ୍ଥଳ ଦେଖନ୍ତୁ ଏବଂ ମିନେରାଲ ଯେଉଁଟାକି ଆପଣଙ୍କର ବର୍ତ୍ତମାନ ଯେଉଁ ଶିଳ୍ପ କରିଡର ଆପଣଙ୍କର ପାରାଦୀପ ଠାରୁ ଧାମରା ଯେମିତି କରିବ ଏବଂ ଆପଣଙ୍କର କଳିଙ୍ଗନଗରକୁ ମଧ୍ୟ ଯୋଡ଼ିବା, ତାଳଚେର କଳିଙ୍ଗନଗର ଏଗୁଡ଼ାକୁ ଯୋଡ଼ିକିରି କେମିତି ଶିଳ୍ପ କରିଡର ମଧ୍ୟ ହୋଇପାରିବ, ଅଭିବୃଦ୍ଧି ହୋଇପାରିବ, ଆମର ଦେଶର ଆମ ରାଜ୍ୟର ଖଣିଜ ପଦାର୍ଥର କିନ୍ତୁ ସୁବିନିଯୋଗ ହୋଇପାରିବ ଏବଂ ସେଥିରେ ଓଡ଼ିଶା ଲାଭାନ୍ୱିତ ହୋଇପାରିବ। ସେହି ଦିଗରେ ମଧ୍ୟ ବଜେଟ୍ରେ ଗୁରୁତ୍ୱ ଦିଆଯାଇଛି। ଆହୁରି ବିଶେଷ କରି ଆପଣଙ୍କର ବାୟୋ ଫାର୍ମିଂ ଶକ୍ତି ସେହି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ଯେ ବାୟୋ ଫାର୍ମିଂରେ କେମିତି ଲୋକମାନେ ଉତ୍ପାଦନ ବୃଦ୍ଧି କରିପାରିବେ, ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ମଧ୍ୟ ପୁନରୁଦ୍ଧାର ହୋଇପାରିବ ଏବଂ ପାରମ୍ପରିକ କୃଷିର କେମିତି ଅଭିବୃଦ୍ଧି ହେବ, କୃଷି ଜାତିକ ଯେଉଁ ଆଗ୍ରୋ ବେସ୍ ଆପଣଙ୍କର ଫାର୍ମିଂ ଗୁଡ଼ାକ ଆହୁରି କେମିତି ଡେଭଲପମେଣ୍ଟ କରିବ। ସେଥିରେ ଯେମିତି ଆପଣଙ୍କ ନଡ଼ିଆ ଚାଷ, ସପୁରି ଚାଷ ଏହିପରି ଅନେକ ଚାଷକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏବଂ ଆଉ ଗୋଟେ ଆପଣଙ୍କୁ ଦେଖିବା ଦୁର୍ଲଭ ମୃତ୍ତିକା କରିଡର ଯେଉଁଟାକି ରେୟାର ଆର୍ଥ କରିଡର ଓଡ଼ିଶାର କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଭଳି ଖଣିଜ ସମ୍ପଦ ଭରା ରାଜ୍ୟରେ ଏହା ଉପସ୍ଥାପନ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଯଦି ଦେଖିବା ଏଥିରେ ପୁଣି ଜଳପଥ ରହିଛି ଯେଉଁଟାକି କୋଷ୍ଟାଲ ହାଇୱେ କଥା ମଧ୍ୟ କହିଛନ୍ତି। ଆପଣଙ୍କର ରୋଡ଼, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆପଣମାନଙ୍କର ବିଶେଷ କରି ରୋଜଗାର କେମିତି ହୋଇପାରିବ, ଯୁବକ ବର୍ଗକୁ ଏଥିରେ ଗୁରୁତ୍ୱ ଦିଏ। ତେଣୁ ଏଇ ଯେଉଁ ବଜେଟ୍ ନିଶ୍ଚିତ ଭାବରେ ଏକ ଯୁଗାନ୍ତକାରୀ ବଜେଟ୍, ଏହା ସମସ୍ତଙ୍କୁ ସୁହାଇଲା ଭଳିଆ ବଜେଟ୍ କରାଯାଇଛି। ଏଥିରେ ସବୁ ବର୍ଗ ଲୋକଙ୍କୁ ଏଠି ସବୁ ସ୍ଥାନ ଦିଆଯାଇଛି। ରାସାୟନିକ ପାର୍କ ମଧ୍ୟ ଦିଆଯାଇଛି ବଜେଟ୍ରେ। ଦେଖନ୍ତୁ ବର୍ତ୍ତମାନ ରାସାୟନିକ ପ୍ଲାକ୍ ଶିଳ୍ପ ଏବଂ ବୟନ ଶିଳ୍ପ, ରାସାୟନିକ ପାର୍କ ଏବଂ ଆପଣଙ୍କର ଯେଉଁ କ୍ୟାପିଟାଲ ଏକ୍ସପେଣ୍ଡିଚର ଏଇଭଳି ଅନେକ କଥାକୁ ଆଜି ଗୁରୁତ୍ୱ ଦିଆଯାଇଛି, ଶିକ୍ଷା, ରୋଜଗାର। ତେଣୁ ଆଜି ଯଦି ଦେଖିବା এই ବଜେଟ୍କୁ ଆପଣ ସମ୍ପୂର୍ଣ୍ଣ ଭାବରେ ପର୍ଯ୍ୟାୟକ୍ରମେ ଆପଣ ଆଲୋଚନା କରିବେ, ଦେଖିବେ ଏଥିରେ ଯେଉଁ ବିକଶିତ ଭାରତ ପାଇଁ ଗୋଟେ ମାର୍ଗ ପ୍ରସ୍ତୁତ କରାଯାଇଛି ଯେ କେବଳ ଏଥିରେ ଆପଣଙ୍କର ଦେଖନ୍ତୁ ଏବେ ଟୁରିଜିମ୍ କ୍ଷେତ୍ରରେ ସ୍ୱତନ୍ତ୍ରତା ଦିଆଯାଇଛି। ଏବେ ଟୁରିଜିମ୍ର ବିକାଶ ହେଲେ କିନ୍ତୁ ବାହାରୁ ମଧ୍ୟ ଲୋକ ଆସିବେ, ବାହାର ଦେଶରୁ ଆସିବେ, ଭାରତର ଅର୍ଥନୈତିକ ଅଭିବୃଦ୍ଧି ହେବ। ଏଥିରେ ଆପଣଙ୍କର କୋଷ୍ଟାଲ ହାଇୱେ କଥା କହିଲି, ରୋଡ୍ସ କଥା କହିଲି, ଏଜୁକେସନ କଥା ମୁଁ ଆପଣଙ୍କୁ କହିଲି ଏବଂ ଯୁବବର୍ଗ କଥା କହିଲି, ବିଶେଷ କରି ଏମ୍ଏସ୍ଏମ୍ଇ ଏବଂ ଆପଣଙ୍କର ଏଥିରେ ଫିସରୀ ଆଣ୍ଡ ଏଆର୍ଡି ଏହି ସେକ୍ଟରରେ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି ଯେ ଲୋକମାନେ କେମିତି ଏଥିରେ ଦେଖନ୍ତୁ ଫିସରୀରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଯେଉଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏଥିରେ ଲୋକମାନଙ୍କୁ ପୋଖରୀ ଖୋଳିବାଠୁ ଆରମ୍ଭ କରିକି ଇନ୍ସୁଲେଟେଡ୍ ଭ୍ୟାନ୍, ଜାଲ, ଆପଣଙ୍କର ବରଫ କଳ ଅନେକ କଥା ଆଜି ଏଥିରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଛି ଯେ ମତ୍ସ୍ୟଜୀବୀମାନଙ୍କ ପାଇଁ ଯେଉଁମାନେ ଲିନ୍ ପିରିୟଡ଼ରେ ମାଛ ଧରା ହୋଇପାରୁନି, ଆମର ବ୍ୟାନ୍ କରାଯାଉଛି, ସେହି ସମୟରେ ମଧ୍ୟ ତାଙ୍କୁ ଗୋଟେ ପରିବାରକୁ 15,000 ଟଙ୍କା ଦେବାର କେନ୍ଦ୍ର ସରକାର ଦ୍ୱାରା ବ୍ୟବସ୍ଥା କରାଯାଇଛି। ତେଣୁ ନିଶ୍ଚିତ ଭାବରେ এই ଯେଉଁ ବଜେଟ୍ ହେଉଛି ସ୍ୱାଗତଯୋଗ୍ୟ ବଜେଟ୍। এই ବଜେଟ୍ ଓଡ଼ିଶା ପାଇଁ ମଧ୍ୟ ଏଥିରେ ଓଡ଼ିଶାରକୁ ଗୁରୁତ୍ୱ ଦିଆଯାଇଛି। ତେଣୁ ମୁଁ ଧନ୍ୟବାଦ ଦେବି ଆମର ଯିଏକି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଜୀଙ୍କୁ ଏବଂ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ
ଯେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବରେ ଏଇଭଳି ଯେଉଁ ଗୁରୁତ୍ୱ ଦେଇଛନ୍ତି ସ୍ଥାନ ଦେଇଛନ୍ତି ନିଶ୍ଚିତ ଭାବରେ ବିକଶିତ ଭାରତରେ ଓଡ଼ିଶା ଯେଉଁ ବିକଶିତ ଓଡ଼ିଶା ମଧ୍ୟ ଯୋଡ଼ି ହେବ ଯେଉଁ ପୂର୍ବୋଦୟ କଥା କହୁଛେ ପୂର୍ବୋଦୟ ହେଉଛି ଯେଉଁ ଗ୍ରୋଥ ଇଞ୍ଜିନ୍ ଭାବରେ ଓଡ଼ିଶା ନିଶ୍ଚିତ ଭାବରେ କଡ଼ା ହେବ।